ଉତ୍କର୍ଷ ଭାପୁର ଓ ପଲ୍ଲିଶ୍ରୀ ମେଳା 2026 ଆରମ୍ଭ। ମନମୋହିଲା ଅସୀମା ପଣ୍ଡାଙ୍କ ଗୀତ ଓ ପପୁ ପମ୍ପମ୍ଙ୍କ କମେଡି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାଙ୍କୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତୀକ୍ଷିତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 2026 ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ସକାଳ 12ଟାରେ ଉତ୍କର୍ଷ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ବାବା ବାଲୁଙ୍କେଶ୍ୱର ଦେବ ପୀଠରୁ ଭାପୁର ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଛନ୍ତି। ମଶାଲ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ମଶାଲ ଶୋଭାଯାତ୍ରା ମହୋତ୍ସବ ପଡ଼ିଆରେ ପହଞ୍ଚିବା ପରେ ମଞ୍ଚ ପୂଜା କରାଯାଇଥିଲା। ଭକ୍ତି, ଦେଶପ୍ରେମ, ସାଂସ୍କୃତିକ ଉତ୍ସାହର ସମନ୍ୱୟ ସହ ଭାପୁର ମହୋତ୍ସବର ଏହି ଉଦ୍ଘାଟନୀ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରି ଦେଇଥିଲା। ସନ୍ଧ୍ୟାରେ ଭାପୁର ମହୋତ୍ସବ ପଡ଼ିଆ ଉତ୍ସବମୁଖର ହୋଇ ଉଠିଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଞ୍ଚଳିକ କଳାକାରମାନେ ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଦେଶଭକ୍ତିମୂଳକ ଗୀତ, ବୀଣାପାଣି କଳା ପରିଷଦ ଟିଟିଲାଗଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ, ଆଞ୍ଚଳିକ କଳାକାରଙ୍କ ଦକ୍ଷତା, ଟିଟିଲାଗଡ଼ କଳାକାରମାନଙ୍କ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଉତ୍କର୍ଷ ଭାପୁର ଓ ପଲ୍ଲିଶ୍ରୀ ମେଳାରେ 156ରୁ ଉର୍ଦ୍ଧ୍ୱ ଷ୍ଟଲ ସାଙ୍ଗକୁ ରାମଦୋଳି ଓ ସେଲ୍ଫି ପଏଣ୍ଟରେ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ଜଗନ୍ନାଥଙ୍କ ବଡ଼ସିଂହାର ବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ମହୋତ୍ସବ ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ସଭାପତି ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଭାପୁର ବ୍ଲକ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ତହସିଲଦାର ବିଶ୍ୱବିଶ୍ରୁତ ତ୍ରିପାଠୀ, 79 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମଦନ ମୋହନ ପ୍ରଧାନ, ଭାପୁର ତହସିଲଦାର ଲୋପାମୁଦ୍ରା ରଥ, ଭାପୁର ମହୋତ୍ସବର ସମ୍ପାଦକ ତଥା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା ପ୍ରମୁଖ ମହୋତ୍ସବର ସଫଳ କାମନା କରିଥିଲେ। ମହୋତ୍ସବର ପ୍ରଥମ ସନ୍ଧ୍ୟାର ଉପସ୍ଥାପକ ଭାବେ ଅମିତ ଅଂଶୁମାନ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ସ୍ମୃତି ସୁଲଗ୍ନା। ଶୀତୁଆ ସନ୍ଧ୍ୟାରେ କମେଡି କିଙ୍ଗ ପପୁ ପମ୍ପମ୍ଙ୍କ କମେଡି ଆଉ ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକମାନେ ବେଶ୍ ଝୁମିଥିଲେ। ପ୍ରଭାତ ପଟ୍ଟନାୟକଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ପଲ୍ଲିଶ୍ରୀ ମେଳାରେ ଯୋଗଦେଇ ବହୁତ ଆନନ୍ଦିତ, କାହିଁକିନା ଏଇ ମାଟିର କଳା ସାହିତ୍ୟ ନିଆରା ଏବଂ ଏଇ ମାଟିରେ ଅନେକ ମହାପୁରୁଷ ମଧ୍ୟ ଜନ୍ମ ନେଇଛନ୍ତି। ତେଣୁ ଆମର କଳା ଯୋଉଭଳି ଭାବରେ ପ୍ରୟାସ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ସହଯୋଗରେ ପଲ୍ଲିଶ୍ରୀ ମେଳା ଅଞ୍ଚଳରେ କୃଷିଜାତ ଦ୍ରବ୍ୟ, ହସ୍ତତନ୍ତ୍ର, ବିଭିନ୍ନ କାରୁକାର୍ଯ୍ୟକୁ ବିକ୍ରି ବଟା କରିବା ପାଇଁ ମଧ୍ୟ କରାଯାଇଛି। ଏହା ଭାବ ବିନିମୟ ସହିତ ବିକ୍ରି ବଟାର ମଧ୍ୟ ସୁଯୋଗ ଆଣିଛି ଏବଂ କଳା ସଂସ୍କୃତିକୁ ଆଗକୁ ନେବା ପାଇଁ ଏବଂ ଚିତ୍ତ ବିନୋଦର ମଧ୍ୟ ଏକ ସୁଯୋଗ ଆଣିଛି। ତେଣୁ ନିଶ୍ଚିତ ଭାବରେ ଏଇ ମେଳା ଆଗକୁ ଆହୁରି ଉତ୍କର୍ଷ ହେବ। ମୁଁ ଭାବୁଛି ଏଇ ମେଳା
सहित अंचल विकास कार्य को आगे त्वरान्वित कर जोभଳି ଭାବରେ ମୁଁ ମାନ୍ୟବର ବିଧାୟକ କହୁଥିଲି ଯେ ବର୍ତ୍ତମାନ ଆମର ବିକଶିତ ଭାରତରେ ବିକଶିତ ଖଣ୍ଡପଡ଼ା ଭାବପଡ଼ା ମଧ୍ୟ ଯୋଡ଼ି ହେବାର ଆବଶ୍ୟକ ରହିଛି। ତେଣୁ ଏହି ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ आज उत्कर्ष महापुर पॉलिसी में प्रथम दिन 8 ରୁ 11 तारिख पर्यंत आम उत्सव टी पालन करते गतकाली हाइकोर्ट आदेश अनुଯାयी 8 ରୁ 11 तारिख पर्यंत समस्त शुभेच्छा जनाऊँ सांबादिक बंधु मान शुभेच्छा जनाऊँ पुलिस प्रशासन शुभेच्छा जनाऊँ आम छोड़ार मान्यवर विधायक ठिया वर्तमान मुख्यमंत्री भाई आम पशु संपद विभाग निश्चित राज्य उत्कर्ष महापुर आगामी दिन में खंडपड़ा निर्वाचन मंडल को जगरी पथे आगे सृष्टि कर